ଗୋଟିଏ ଜଙ୍ଗଲରେ ଗୋଟିଏ ରାଜହଂସ ତାର ପିଲାମାନଙ୍କୁ ନେଇ ରହୁଥାଏ। ରାଜହଂସଟି ଥିଲା ଖୁବ୍ ସରଳ ସ୍ୱଭାବର। ଦିନରେ ତାର ପିଲାମାନଙ୍କୁ ନେଇ ସେ ଚରିବାକୁ ଯାଏ, ଆଉ ସନ୍ଧ୍ୟା ହେଲେ ଫେରିଆସି ସେ ତାର ପିଲାମାନଙ୍କୁ ନେଇ ଗୋଟିଏ ଆମ୍ବ ଗଛ ତଳେ ରୁହେ। ସେହି ଆମ୍ବ ଗଛରେ ବହୁତ ଆମ୍ବ ହୋଇଥିଲା। ସେଥିରୁ କିଛି କିଛି ଆମ୍ବ ପାଚି ବି ଗଲାଣି। ଗୋଟିଏ ଦିନ ରାତିରେ ରାଜହଂସଟି ତାର ପିଲାମାନଙ୍କୁ ନେଇ ଶୋଇଥିଲା। ଠିକ୍ ସେହି ସମୟରେ ଗୋଟିଏ ପାଚିଲା ଆମ୍ବ ଖସି ପଡ଼ି ରାଜହଂସର ମୁଣ୍ଡ ଉପରେ ପଡ଼ିଗଲା। ବିଚରା ରାଜହଂସଟି ମରିଗଲା। ମା ମା ଭାଇ, ମା ଉଠୁନି କ'ଣ ପାଇଁ? ତାର କ'ଣ ହେଇଛି? ଆରେ, ସେ ଯୋଉ ଆମ୍ବଟା ମାର ମୁଣ୍ଡରେ ପଡ଼ିବା କାରଣରୁ ମାର ବୋଧେ କ'ଣ ହେଇଗଲା। ହଁ, ମା ଆମକୁ ଛାଡ଼ି ବହୁତ ଦୂରକୁ ଚାଲିଗଲା। ଏ ତୁ କ'ଣ କହୁଛୁ ଭାଇ? ରାଜହଂସଟି ମରିଯିବା କାରଣରୁ ତାର ପିଲାମାନେ ବହୁତ କନ୍ଦାକଟା କଲେ, ଆଉ ତାର ମାର କେମିତି ସତ୍କାର କାମ କରିବେ ସେ ବିଷୟରେ ଜଙ୍ଗଲର ଅନ୍ୟ ପଶୁମାନଙ୍କ ସହିତ କଥା ହେବେ ବୋଲି ସେମାନେ ଭାବିଲେ। ଭାଇ, ମାକୁ ସତ୍କାର କରିବା ପାଇଁ ଜଙ୍ଗଲର ଅନ୍ୟ ପଶୁଙ୍କର ଆବଶ୍ୟକତା ଅଛି। ତୁ ଠିକ୍ କହିଛୁ। ମୁଁ ଯାଉଛି ଠେକୁଆ ପାଖକୁ। ଏ ବିଷୟରେ କ'ଣ କରିବାକୁ ହବ ତାଠାରୁ କିଛି ପରାମର୍ଶ ନେଇ ଆସିବି। ତାପରେ ରାଜହଂସର ଗୋଟିଏ ଛୁଆ ପ୍ରଥମେ ଯାଇ ପହଞ୍ଚିଲା ଠେକୁଆ ପାଖରେ। ସେ ପହଞ୍ଚି ଠେକୁଆକୁ ସବୁ କଥା ଜଣାଇଲା। ହେଲେ ଠେକୁଆଟି ଏ ବିଷୟରେ କିଛି ବି ଜାଣିନଥିଲା, ତ ସେଥିପାଇଁ ସେ କିଛି ନ କହି ସେଠାରୁ ସେ ଚାଲିଗଲା। ତାପରେ ରାଜହଂସର ଛୁଆଟି ଯାଇ ପହଞ୍ଚିଲା ଗୋଟିଏ ଗଧ ପାଖରେ। ହେଲେ ଗଧଟି ଯାହା କହିଲା ସେ କଥା ହଂସର ଛୁଆର ମନକୁ କିଛି ବି ହେଲେ ପାଇଲାନି। ତ ସେଠାରୁ ସେ ହଂସ ଛୁଆଟି ଫେରି ଆସିଲା, ଆଉ ଶେଷରେ ଯାଇ ପହଞ୍ଚିଲା ଗୋଟିଏ ଶିଆଳ ପାଖରେ। ତାପରେ ହଂସ ଛୁଆଟି ଶିଆଳକୁ ସବୁ କଥା କହିଲା। ଏଇଟା କ'ଣ ଗୋଟିଏ କଥା? ଏଇଟା ତ ମୋ ବାଁ ହାତର କଥା। ତୁ ସବୁ କିଛି ମୋ ହାତରେ ଛାଡ଼ିଦେ, ମୁଁ ଏସବୁ କରିଦେବି। ତୋର ଏ ବିଷୟରେ କିଛି ବି ହେଲେ ଚିନ୍ତା କରିବାର ପ୍ରୟୋଜନ ନାହିଁ। ତୁମେ ସତ କହୁଛ ମାମୁଁ? ତୁମେ ସବୁ କିଛି କରିଦେବ ତ? ଆମେମାନେ ତ ଏବେ ବହୁତ ଛୋଟ ଅଛୁ। ଏ ବିଷୟରେ ତ ଆମେମାନେ କିଛି ବି ହେଲେ ଜାଣିନୁ। ତୁମେମାନେ ଏତେ ବ୍ୟସ୍ତ ହୁଅନି, ସବୁ କିଛି କାମ ମୁଁ ହିଁ କରିଦେବି। ହଉ ମାମୁଁ, ଆମେ ତାହେଲେ ତୁମରି ଭରସାରେ ରହିଲୁ। ତାପରେ ଶିଆଳ ରାଜହଂସକୁ ମୁହଁରେ ଧରି ସେଠାରୁ ଚାଲିଗଲା। ସେ ଯାଇ ଗୋଟାଏ ନିଛାଟିଆ ଜାଗାରେ ପହଞ୍ଚି ହଂସଟିକୁ ରଖି ପୋତିବା ତ ଦୂରର କଥା, ସେ ସେଇ ରାଜହଂସଟିକୁ ଖାଇଦେଲା। ଆଉ ଫେରିଆସି ସେ ରାଜହଂସର ପିଲାମାନଙ୍କୁ କହିଲା କି ସେ ତାର ମାଆକୁ ଭଲ ଭାବରେ ପୋତି ଦେଇଛି। ପିଲାମାନେ, ତୁମ ମାଆକୁ ମୁଁ ଏବେ ପୋତି ଦେଇ ଆସିଲି। ଆଜିଠାରୁ ତୁମେମାନେ ହେଲ ମୋର ଛୁଆ। ଏବେଠାରୁ ତୁମେମାନେ ମୋ ଗୁମ୍ଫାରେ ମୋ ପାଖରେ ହିଁ ରହିବ। ଶିଆଳର ଏମିତି କଥା ଶୁଣି ସେ ଛୁଆଙ୍କ ଭିତରୁ ଗୋଟିଏ ହଂସ ଛୁଆର ଟିକେ ସନ୍ଦେହ ହେଲା। ସେ ଶିଆଳର କଥାରେ ରାଜି ହେଲାନି। ନା ମାମୁଁ, ମା ନାହିଁ ତ କ'ଣ ହେଲା? ଆମେ ଭାଇମାନେ ସାଙ୍ଗ ହୋଇ ଏକାଠି ରହିପାରିବୁ। ଆଚ୍ଛା ପିଲାମାନେ, ତୁମେମାନେ ଆଜି ରାତିରେ କୋଉଠି ଶୋଇବ? ଆମେ କୋଉଠି ଗୋଟେ ବୁଦାମୂଳରେ ଶୋଇପଡ଼ିବୁ, ନହେଲେ ଆଉ କୋଉଠି ଶୋଇବୁ ଯେ। ହଉ, ଠିକ୍ ଅଛି ପିଲାମାନେ, ତୁମେମାନେ ସେଇଠି ହିଁ ରୁହ। ମୁଁ ରାତିରେ ତୁମମାନଙ୍କୁ ଦେଖିବାକୁ ଆସିବି। ତୁମେମାନେ ମୋତେ ଭୟ କରନି। କେଜାଣି ତୁମ ମା ବି ରାତିରେ ଭୂତ ହୋଇ ଆସିପାରେ। ହଉ ଠିକ୍ ଅଛି, ମୁଁ ଏବେ ଆସୁଛି। ଶିଆଳଟି ସେଠାରୁ ଚାଲିଗଲା, ଆଉ ସେ ହଂସର ଛୁଆମାନଙ୍କର ସେ ଶିଆଳ ପ୍ରତି ସନ୍ଦେହ ସୃଷ୍ଟି ହେଲା। ଶୁଣ, ସେ ଶିଆଳ ମାମୁଁ ଉପରେ କେହି ବି ହେଲେ ବିଶ୍ୱାସ କରନି।
ସେ ଯୋଉ ସବୁ କଥା କହୁଛି ସବୁ ମିଛ। ସିଏ ଆମ ମାଆକୁ ନେଇକି ପୋତିଛି କି ନାଇଁ ସେ ବିଷୟରେ ମୋର କାହିଁ ସନ୍ଦେହ ହଉଛି। ଆଜି ରାତିରେ ଆମେ ସବୁ ଗୁମ୍ଫା ଭିତରେ ରହିବା, ଯେମିତି ଶିଆଳ ମାମୁଁ ଜାଣି ନପାରେ ଆମେ କୋଉଠି ଅଛେ ବୋଲି। ବଡ଼ ଭାଇର କଥା ମାନି ସବୁ ଛୁଆମାନେ ଗୁମ୍ଫା ଭିତରେ ଆଶ୍ରୟ ନେଲେ। ଶିଆଳଟି ରାତିରେ ସେଇ ବୁଦା ଥିବା ଜାଗାକୁ ଆସିଲା, ହେଲେ ସେ ସେଠାରେ କାହାକୁ ବି ଦେଖିବାକୁ ପାଇଲାନି। ଶିଆଳ ସେଠାରେ ପିଲାମାନଙ୍କୁ ନ ପାଇ ସେଠାରୁ ଚାଲିଗଲା। ତା ପରଦିନ ସକାଳେ ଶିଆଳ ସେଇ ଆମ୍ବ ଗଛ ମୂଳକୁ ଆସିଲା, ଆଉ ଦେଖିଲା ସେଇ ହଂସ ଛୁଆମାନେ ସେଇଠାରେ ହିଁ ଅଛନ୍ତି। ଆରେ ପିଲାମାନେ, କାଲି ରାତିରେ ତୁମେମାନେ କୋଉଠି ଥିଲ? ମୁଁ କାଲି ରାତିରେ ଆସିଥିଲି, ହେଲେ ତୁମମାନଙ୍କୁ ତ କାହିଁ କୋଉ ବୁଦା ପାଖରେ ଥିବାର ଦେଖିଲିନି। ମାମୁଁ, ଆମେ ଗୁମ୍ଫା ଭିତରେ ଥିଲୁ, ସେଥିପାଇଁ ଆମେ ଜାଣିପାରିଲୁନି ତୁମେ ଆସିଥିଲ ବୋଲି। ମା ବିନା ତୁମେମାନେ କେତେ କଷ୍ଟରେ ଅଛରେ ପିଲାମାନେ, କେତେ ହୀନସ୍ତା ହେଉଛ ଏବେ। ଭଗବାନ ତୁମମାନଙ୍କୁ ଏତେ କଷ୍ଟ କ'ଣ ପାଇଁ ଦେଉଛନ୍ତି କିଏ ଜାଣେ। ହଁ ମାମୁଁ, ଏସବୁ ଆମ ଭାଗ୍ୟରେ ଲେଖା ହୋଇଛି। ତୁମେମାନେ ଭୟ କରନି, ମୁଁ ସବୁବେଳେ ତୁମ ପାଖରେ ହିଁ ଅଛି। ହଉ, ମୁଁ ଏବେ ଆସୁଛି। ରାତିରେ ପୁଣି ଆଜି ଆସିବି ତୁମମାନଙ୍କୁ ଦେଖା କରିବା ପାଇଁ। ନାଇଁ ମାମୁଁ, କିଛି ଦରକାର ନାହିଁ, ଆମେ ସବୁ କିଛି ସମ୍ଭାଳି ନେବୁ। ଏମିତି କ'ଣ କହିଲେ ହେବ କି? ମୁଁ ତୁମକୁ ଦେଖିବାକୁ ପୁଣି ଆସିବିନି? ଶିଆଳର ଏମିତି ସବୁ କଥା ଶୁଣି ରାଜହଂସର ପିଲାମାନଙ୍କର ସନ୍ଦେହ ବିଶ୍ୱାସରେ ବଦଳିଗଲା, ଆଉ ସିଏ ତାର ଭାଇମାନଙ୍କୁ ନେଇ ଆଜି ରାତିରେ ବୁଦା ପାଖରେ ରହିବେ ବୋଲି ଠିକ୍ କଲେ। ରାତି ହେଲାରୁ ଶିଆଳ ଆସିଲା, ଆଉ ସିଏ ହଂସର ଛୁଆମାନଙ୍କୁ ଖାଇବ ବୋଲି ସବୁ ଜାଗାକୁ ଖୋଜିବାକୁ ଲାଗିଲା। ଗୁମ୍ଫା ଭିତରେ ବି ତାଙ୍କୁ ପାଇଲା ନାହିଁ, ଆଉ ତା ପରଦିନ ସକାଳେ ତାଙ୍କୁ ଗୋଟିଏ ଜାଲରେ ପୁରାଇ ମୁହଁରେ ଧରି ଚାଲିଲା। ଜାଲ ଭିତରେ ଥାଇ ଛୁଆମାନେ ବହୁତ ଭୟ କରୁଥାନ୍ତି। ଲାଗୁଛି ଆଜି ଆମର ଶେଷ ଦିନ, ଆଜି ଆମକୁ ସେ ଖାଇଦେବ। ଭୟ କରନି, ଆମର କିଛି ହେବନି। ଶିଆଳ ଛୁଆମାନଙ୍କୁ ନେଇ ଜଙ୍ଗଲ ବାହାରକୁ ଚାଲିଲା। ଯାଇ ଯାଇ ସେ ଗୋଟିଏ ବିଲ ପାଖରେ ପହଞ୍ଚିଗଲା। ବିଲ ପାଖରେ ଥିବା ରାସ୍ତାରେ ଗୋଟିଏ ଖାଲ ହୋଇଥିଲା, ତା ଉପରେ କିଛି ବାଲି ପଡ଼ିଥିଲା। ଧୀରେ ଧୀରେ ଯାଅ ମାମୁଁ, ନହେଲେ ପାଦ ଖସିଯିବ, ପଡ଼ିଯିବ, ଆଉ ଉଠି ପାରିବନି। ସତକୁ ସତ ଶିଆଳଟି ସେହି ବାଲିରେ ପଶିଗଲା, ଆଉ ଉଠି ପାରିଲାନି। ଆଉ ସାଙ୍ଗେ ସାଙ୍ଗେ ହଂସ ଛୁଆମାନେ ସେଠାରୁ ଉଠି ସେହି ଜାଗାରୁ ପଳେଇ ଆସିଲେ। ଆଉ ସେଇଟାରେ ସେଇ ଲୋଭୀ ଶିଆଳଟି ବାଲିରେ ପଶିଯାଇ ମରିଗଲା। ବହୁତ ଦିନ ତଳର କଥା। ଗୋଟିଏ ଜଙ୍ଗଲରେ ଗୋଟିଏ ବାଘ ଓ କୁମ୍ଭୀର ରହୁଥିଲେ। ବାଘ ଓ କୁମ୍ଭୀର ମଧ୍ୟରେ ଭଲ ସମ୍ପର୍କ ଥିଲା। ସେମାନେ ଦୁଇଜଣ ଭଲ ସାଙ୍ଗ ଥିଲେ। ବହୁତ ଦିନ ପରେ ଦୁଇ ଜଣଙ୍କ ମଧ୍ୟରେ ଦେଖା ହେଲା। ଆରେ ସାଙ୍ଗ, ତୁମର ଆଉ କ'ଣ ଖବର? ଆଉ ଦିନ ସବୁ କେମିତି କଟିଲା? ଓହୋ, କ'ଣ କହିବି ସାଙ୍ଗ, ଦିନ ଗୁଡ଼ାକ ବହୁତ ଖରାପରେ ଗଲା। ପ୍ରାୟ କିଛି ଦିନ ହେବ ମୁଁ କିଛି ଖାଇନାହିଁ। ନଦୀରେ ତ କିଛି ମାଛ ନାହିଁ, ଆଉ କିଛି ଶିକାର ବି ମୁଁ ପାଉନାହିଁ। ତୁମେ ଠିକ୍ କହିଛ ସାଙ୍ଗ, ଏ ଜଙ୍ଗଲରେ ଖାଇବା ପାଇଁ ଆଉ କିଛି ଶିକାର ମିଳୁନାହିଁ। ଆଗରୁ ବହୁତ କିଛି ମିଳୁଥିଲା। ଶିଆଳ, ହରିଣ, କୁକୁଡ଼ା, ହଂସ, ଠେକୁଆ ସବୁ ମିଳିଯାଉଥିଲା, ହେଲେ ଏବେ ଆଉ କିଛି ବି ହେଲେ ମିଳୁନାହିଁ। ଆମେ ଦୁଇ ଜଣ ତ ମିଶିକି ସବୁ ଜୀବଜନ୍ତୁ ଖାଇକି ସଫା କରିଦେଇଛେ, ଆଉ ଏବେ ଆମେ ଯଦି ଖାଇବାକୁ ନ ପାଇବା ତାହେଲେ ଆମର ତ ବାର ବାଜିଯିବ। ତା ଛଡ଼ା ଆମ ଦୁଇ ଜଣଙ୍କୁ ତ ବୟସ ବି ହୋଇଗଲାଣି। ଆଗ ଭଳିଆ ଆମର ସେମିତି ଆଉ ବଳ ହିଁ ନାହିଁ ଯେ ଆମେ ଦୌଡ଼ିକି ଯାଇ ଶିକାର କରିପାରିବା। ହଁ, ପୁଣି ଯଦି ଆମେ ବଡ଼ ଶିକାର କିଛି ପାଇଲେ ତାକୁ ଆମେ ଧରି ବି ପାରୁନେ। ହଁ ସାଙ୍ଗ, ଏମିତି ଭାବେ ଯଦି ଚାଲିବ ଆମେ ଆଉ ବେଶୀ ଦିନ ବଞ୍ଚିବାନି। ଚାଲ ଏବେ ଅଲଗା ଅଲଗା ଶିକାର ନ କରି ଏକା ସାଙ୍ଗରେ ମିଶି ଶିକାର କରିବା, ଆଉ ତାକୁ ଭାଗ ଭାଗ କରି ବାଣ୍ଟିକି ଖାଇବା। ଏମିତିରେ ଆମର ପରିଶ୍ରମ କମ୍ ହେବ,
ଆଉ ସହଜରେ ଶିକାର ବି ଧରିପାରିବା। ହଁ, ତୁମେ ଯାହା କହୁଛ ଠିକ୍ କଥା ସାଙ୍ଗ। ବୟସ ଯୋଗୁଁ ଆଗ ଅପେକ୍ଷା ଏବେ ବଳ ବହୁତ କମିଗଲାଣି। 2 ଜଣ ମିଶି ଶିକାର ଧରିଲେ ଶିକାରଟି ଆଉ ହାତରୁ ଯାଇପାରିବ ନାହିଁ। ଚାଲ ତାହେଲେ ଆଜିଠାରୁ ଶିକାର କରିବା କାମଟା ଷ୍ଟାର୍ଟ କରିଦେବା। ବହୁତ ଦିନ ହେଲାଣି କିଛି ବି ଖାଇନାହିଁ। ଭୋକଟାକୁ ଆଉ ସମ୍ଭାଳି ହେଉନି। ଏହା କହି ବାଘ ଆଉ କୁମ୍ଭୀର ଜଙ୍ଗଲ ଭିତରକୁ ଶିକାର ଖୋଜିବା ପାଇଁ ବାହାରି ପଡ଼ିଲେ। ଏମିତି ବହୁତ ଖୋଜାଖୋଜି କରିବାରେ ଲାଗି ପଡ଼ିଲେ, ହେଲେ କିଛି ବି ହେଲେ ଶିକାରର ସନ୍ଧାନ ପାଇଲେ ନାହିଁ। ତାପରେ 2 ଜଣ ହାଲିଆ ହୋଇ ଗୋଟିଏ ଗଛ ତଳେ ବିଶ୍ରାମ ନେଲେ। ତାପରେ କୁମ୍ଭୀର କହିଲା, ଆରେ ସାଙ୍ଗ ବାଘ, ବହୁତ ସମୟ ହେଲାଣି ତ ଖୋଜାଖୋଜି କରୁଛେ, ହେଲେ କିଛି ବି ହେଲେ ଶିକାର ମିଳୁନାହିଁ। ଏବେ ଆମେ ଖାଇବାକୁ ନ ପାଇ କ'ଣ ମରିଯିବା କି? ଭୋକରେ ମୋ ମୁଣ୍ଡ ତ ବୁଲେଇବାରେ ଲାଗିଲାଣି। ଖାଦ୍ୟ ନ ଖାଇ ମୋ ପେଟର ଅଗ୍ନି ବି ଜଳିଲାଣି। କ'ଣ କରିବା ଯେ? ଏମିତି କିଛି ସମୟ ପରେ ଜଙ୍ଗଲର ଆଗକୁ ଶିକାର କରିବା ସନ୍ଧାନରେ ବାହାରି ପଡ଼ିଲେ। କିଛି ବାଟ ଯିବା ପରେ ବାଘଟି କହିଲା, ଆରେ ସାଙ୍ଗ କୁମ୍ଭୀର, ମୋ ଗୁମ୍ଫା ପାଖକୁ ଚାଲ। ସେଠାରେ ଗୋଟେ ହରିଣଟିଏ ସବୁବେଳେ ବୁଲାବୁଲି କରେ, ହେଲେ ମୋର ବଳ କମି ଯାଇଥିବା ଯୋଗୁଁ ମୁଁ ତାକୁ ଧରିପାରେନି। ହରିଣଟା ମୋ ସାମ୍ନାରେ କି ସୁନ୍ଦର ଭାବରେ ନାଚି ନାଚି ଯାଏ, ହେଲେ ମୁଁ ଖାଲି ଦେଖୁଥାଏ, କିଛି କରିପାରେନି। ଆରେ ସାଙ୍ଗ, ଏ କଥା ମୋତେ ଆଗରୁ କାହିଁକି କହିନ? ହଉ, ଏବେ ଚାଲ ଆମେ 2 ଜଣ ମିଶି ତାକୁ ଆକ୍ରମଣ କଲେ ସିଏ ଆଉ ଯିବ କୁଆଡ଼େ। ବହୁତ ଦିନ ହେବ ହରିଣର ମାଂସ ଖାଇନେ। ହଁ, ହରିଣ ମାଂସର ସ୍ୱାଦ ହିଁ ଟିକେ ଅଲଗା। ଠିକ୍ ଅଛି, ଚାଲ ତାହେଲେ। ତାପରେ 2 ଜଣ ସାଙ୍ଗ ଗୁମ୍ଫା ଆଡ଼େ ଚାଲିଲେ। ଗୁମ୍ଫା ପାଖରେ ପହଞ୍ଚି ଦେଖିଲେ ହରିଣଟି ସେଠାରେ ଖେଳୁଛି। ଏହା ଦେଖି କୁମ୍ଭୀରଟି କହିଲା, ଆହା ସାଙ୍ଗ, କି ସୁନ୍ଦର ହୃଷ୍ଟପୁଷ୍ଟ ହୋଇଛି ହରିଣଟି। ଦେଖିଲା ବେଳକୁ କି ସୁନ୍ଦର ଲାଗୁଛି। ଖାଇଲେ ବଢ଼ିଆ ମଜା ଆସିବ। ବହୁତ ଦିନ ହେବ ହରିଣର ମାଂସ ଖାଇନେ। ଯାଅ ସାଙ୍ଗ ଯାଅ, ଆଗ ଯାଇ ତୁମେ ତାକୁ ମାଡ଼ି ବସ। କୁମ୍ଭୀରର କଥା ଶୁଣି ବାଘ କହିଲା, କ'ଣ କହିବି ସାଙ୍ଗ, ଏଇ ହରିଣଟା ତ ସବୁଦିନ ଆସି ମୋ ଗୁମ୍ଫା ସାମ୍ନାରେ ବୁଲାବୁଲି କରେ। ମୋର ଯଦି ଖାଇବାର ଥାନ୍ତା ତ ଏଇ ହରିଣଟାକୁ ମୁଁ ଏତେବେଳକୁ ମୋ ପେଟରେ ରଖିଥାନ୍ତି। ହଁ, ଏ ହରିଣଟା ବହୁତ ଚାଲାକ। ସିଏ ଏତେ ସହଜରେ ଆମକୁ ଧରା ଦେବନି। ଆରେ ସାଙ୍ଗ, ମୁଁ ତ ଏବେ ଆସିଯାଇଛି ନା, ଆଉ ଏବେ ସିଏ ଆଉ ଚାଲାକି କରି ଆମ ହାତରୁ ଖସି ପାରିବ ନାହିଁ। ଚାଲ ତା ସାଙ୍ଗରେ ଟିକେ ମଜା କରିବା। ଏହା କହି 2 ଜଣ ଯାକ ହରିଣର ପାଖକୁ ଗଲେ। ହରିଣ ସେ 2 ଜଣଙ୍କୁ ଦେଖି କହିଲା, ଆରେ କ'ଣ ହେଇଛି ବାଘ ମାମୁଁ? ତୁମେ କ'ଣ ଏ କୁମ୍ଭୀରକୁ ସାଙ୍ଗରେ ନେଇକି ଆସିଛ? ଆରେ ବୁଝିଲୁ ହରିଣ, ସିଏ ମୋର ସାଙ୍ଗ ଅଟେ। ଆମେ ଏବେ ଏକା ସାଙ୍ଗେ ରହିବୁ, ଆଉ ଏକା ସାଙ୍ଗେ ଶିକାର କରି 2 ଜଣ ଯାକ ଭାଗ କରି ଖାଇବୁ। ବାଘର ଏମିତି କଥା ଶୁଣି ହରିଣ ଟିକେ ଭୟ କରିଗଲା। ଏବେ ଆମ 2 ସାଙ୍ଗଙ୍କର ପ୍ରଥମ ଶିକାର ତୁ ହିଁ ହେବୁ। ତୋ ମାଂସ ଖାଇ ଆମେ ଆମ ପେଟର ଭୋକକୁ ମେଣ୍ଟେଇବୁ। କୁମ୍ଭୀରର ଏମିତି କଥା ଶୁଣି ହରିଣଟି ବୁଝିଗଲା ଯେ ଆଜି ସେ ଗୋଟେ ବଡ଼ ବିପଦରେ ପଡ଼ିଗଲା। ବାଘ ଓ କୁମ୍ଭୀରର କବଳରୁ ତ ମୁଁ ଦୌଡ଼ିକି ଯାଇପାରିବି ନାହିଁ। ତାଙ୍କ ହାତରୁ ଖସିବାକୁ ହେଲେ ମୋତେ କିଛି ଗୋଟେ ଉପାୟ ଚିନ୍ତା କରିବାକୁ ପଡ଼ିବ। ଆଚ୍ଛା ଠିକ୍ ଅଛି, ତୁମେ ଯଦି ମୋତେ ଖାଇବାକୁ ଚାହୁଁଛ ତାହେଲେ ଖାଅ, ମୁଁ ତୁମକୁ ଏଥିରେ ବାଧା ଦେବିନି। ତା ଛଡ଼ା ଏଇ ଜଙ୍ଗଲରେ ମୋତେ ଆଉ ବଞ୍ଚିବାକୁ ଇଚ୍ଛା ନାହିଁ। ସେଥିପାଇଁ ମୁଁ ଆସି ବାଘ ମାମୁଙ୍କ ଗୁମ୍ଫା ସାମ୍ନାରେ ସବୁବେଳେ ବୁଲେ। ମୋତେ ବାଘ ମାମୁଁ ଖାଇଦିଅନ୍ତେ କି, ହେଲେ ସିଏ ମୋତେ ଖାଆନ୍ତି ନାହିଁ। ହେଲେ ମୁଁ ଆଜି ବହୁତ ଖୁସି। ଯାହା ହେଉ ଆଜି ତୁମେ 2 ଜଣ ମୋତେ ମଜା ନେଇ ଖାଇବ। ହରିଣର ଏମିତି କଥା ଶୁଣି ବାଘଟି କହିଲା, ଆରେ ହରିଣ, ମୋ ଦେହରେ ଯଦି ଶକ୍ତି ଥାନ୍ତା ତାହେଲେ ମୁଁ କେବେଠାରୁ ତତେ ଖାଇସାରନ୍ତିଣି। ଆରେ ସାଙ୍ଗ ବାଘ, ଆଉ ଡେରି କର ନାହିଁ, ଜଲ୍ଦି ଜଲ୍ଦି ଧର। ହଁ ହଁ, ଖାଅ ଖାଅ,
ଜଲ୍ଦି ଜଲ୍ଦି ଖାଅ। ମୁଁ ତ ତୁମକୁ ଖାଇବା ପାଇଁ ବାଧା ଦେଉନି। ତୁମେ ମୋତେ ମାରି ଖାଇ ମୋର ଶେଷ ଇଚ୍ଛା ଟିକେ ପୂରଣ କରିଦିଅ। ମୁଁ ବହୁତ ଖୁସି ହେବି। ହରିଣର ପୁଣି ଶେଷ ଇଚ୍ଛା? ଆଚ୍ଛା କହ ତ, ତୋର କ'ଣ ପୁଣି ଶେଷ ଇଚ୍ଛା? ବାଘ ମାମୁଁ, ମୋର 3ଟି ଛୁଆ ଅଛନ୍ତି। ମୁଁ ଯାଇ ତାଙ୍କ ସହିତ ଟିକେ ଦେଖା କରି ଆସିବି। ଆଉ ତାଙ୍କୁ କହିଦେବି ସେମାନେ ବଡ଼ ହେଲେ ତୁମ ପାଖକୁ ଆସିବେ ଆଉ ତୁମେ ତାଙ୍କୁ ଖାଇବ ବୋଲି। ଆରେ ବାଃ, ତୁ ତ ବହୁତ ଭଲ କଥା କହୁଛୁ। ସାଙ୍ଗ ବାଘ, ହରିଣର ଶେଷ ଇଚ୍ଛାକୁ ପୂରଣ କରିବାକୁ ଦିଅ। ତାହେଲେ ଆମର ଲାଭ ହିଁ ଲାଭ ହେବ। ସବୁ ତ ଠିକ୍ ଅଛି, ହେଲେ ଇଏ ଆମ ସହିତ ଚାଲାକି କରୁନାହିଁ ତ? ଆରେ ନା ନା ବାଘ ମାମୁଁ, ମୁଁ ଫେରି ଆସିବି। ଠିକ୍ ଅଛି, ତାହେଲେ ତୁ ଯା। ସାଙ୍ଗ କୁମ୍ଭୀର, ହରିଣ ଯଦି ଏମିତି କରେ ତାହେଲେ ଆଉ କିଛି ଦିନ ପରେ ଆମେ ଆଉ 3ଟି ହରିଣର ମାଂସ ଖାଇବାକୁ ପାଇବା। ଠିକ୍ ଅଛି ବାଘ ମାମୁଁ, ମୁଁ ତାହେଲେ ଆସୁଛି। କାଲି ଠିକ୍ ଏହି ସମୟରେ ମୁଁ ଆସି ଏଠାରେ ପହଞ୍ଚିବି। ଆଉ ତାପରେ ତୁମେ 2 ଜଣ ଯାକ ମିଶି ମୋତେ ମଜା କରି ଖାଇବ। କୁମ୍ଭୀରର ଚାଲାକି ବୁଝି ନ ପାରି ବୋକା ବାଘ ଓ କୁମ୍ଭୀର ହରିଣକୁ ଛାଡ଼ିଦେଲେ। ଚାଲାକି ହରିଣ କିଛି ବାଟ ଯିବା ପରେ କହିଲା, ଯାହା ହଉ, ମୁଁ ବଞ୍ଚିଗଲି। ହେଲେ ଆଜି ସିନା ବଞ୍ଚିଗଲି, ପରେ ଯଦି କେବେ ହାବୁଡ଼ରେ ପଡ଼ିଗଲି ତାହେଲେ ଆଉ ନିସ୍ତାର ନାହିଁ। ଗୋଟେ ବୁଦ୍ଧି ଖଟେଇ ତାର ସାଙ୍ଗକୁ ଆଉ ତାକୁ 2 ଜଣକୁ ମାରିବାକୁ ପଡ଼ିବ। ଯାଉଛି, ସେଠି ଲୁଚିକି ଦେଖିବି। ହରିଣଟି ବୁଦା ପାଖରେ ଲୁଚିଥିବା ବେଳେ ଦେଖିଲା ବାଘ ସେଇ ବାଟ ଦେଇ ଯାଉଛି। ତାପରେ ସେ ବାଘ ପାଖକୁ ଆସି କହିଲା, ଆରେ ବାଘ ମାମୁଁ, କୁଆଡ଼େ ଯାଉଛ? ଆଉ ତୁମ ସାଙ୍ଗକୁ ତ କାହିଁ ଦେଖୁନି। କୁମ୍ଭୀର ଗୁମ୍ଫାରେ ବିଶ୍ରାମ ନେଉଛି, ଆଉ ମୁଁ ଟିକେ ବୁଲିକି ଆସୁଛି। ବାଘର ଏମିତି କଥା ଶୁଣି ହରିଣର ମୁଣ୍ଡକୁ ଗୋଟେ ବୁଦ୍ଧି ଆସିଲା। ଆଉ କହିଲା, ବାଘ ମାମୁଁ, ତୁମେ ହେଲ ଏଇ ଜଙ୍ଗଲର ସବୁଠାରୁ ବୁଦ୍ଧିମାନ ପ୍ରାଣୀ। ହେଲେ ଏଇ କୁମ୍ଭୀର ତୁମକୁ କେମିତି ବୋକା ବନଉଛି ମୁଁ ବୁଝିପାରୁନି। କ'ଣ କହିଲୁ? ତୁ କ'ଣ କହିଲୁ? ମୁଁ ବୋକା? ନା ନା, ମୁଁ ସେମିତି କହିନି। ଦେଖ ବାଘ ମାମୁଁ, ତୁମେ ଯଦି ମୋତେ ଖାଇବାର ଥାନ୍ତା ଖାଇସାରନ୍ତଣି। ଆଉ ମୋ ମାଂସର ଭାଗକୁ କୁମ୍ଭୀରକୁ କାହିଁକି ଦେବ ଯେ? ଖାଇବାର ଅଛି ତ ତୁମେ ଏକା ଖାଅ। ସେ କୁମ୍ଭୀର ମୋତେ ଖାଉ, ମୁଁ ଏହା ଚାହେଁନି। ତୁମେ ଏକୁଟିଆ ମୋତେ ଖାଅ। ଆରେ, ଏ କଥା ତ ମୁଁ ଜମା ଭାବିନି। ଦେଖ ବାଘ ମାମୁଁ, କୁମ୍ଭୀର ସବୁଦିନ ନଦୀ ପାଖରେ ଶିକାର କରି ଖାଏ। କାହିଁ ତୁମକୁ ତ କ'ଣ ସେ ଭାଗ ଦିଏ କି? ଆଉ ତୁମେ କାହିଁକି ତୁମ ଭାଗରୁ କୁମ୍ଭୀରକୁ ଦେବ? ହଁ, ସିଏ ତୁମକୁ ବୋକା ବନଉଛି, ଏଇଟା ମୁଁ ଜାଣିଛି। ହଁ, ତୁ ଠିକ୍ କହିଛୁ। ଆଜି ମୁଁ ମୋ ଗୁମ୍ଫାରୁ କୁମ୍ଭୀରକୁ କାଢ଼ିଦେବି, ଆଉ ମୋ ଶିକାରର ଭାଗରୁ ତାକୁ କିଛି ବି ଦେବିନି। ବାଘଟି ହରିଣର ଚାଲାକି କଥା କିଛି ବି ଜାଣିପାରିଲା ନାହିଁ। ତାପରେ ହରିଣଟି ଚାଲିଲା କୁମ୍ଭୀର ପାଖକୁ। କୁମ୍ଭୀରକୁ ଦେଖି କହିଲା, ଆରେ କୁମ୍ଭୀର ମଉସା, ତୁମେ ଏଇ ଶଇତାନ ବାଘର ଜାଲରେ ପଡ଼ିଯାଇଛ। କ'ଣ କହିଲୁ ତୁ? ମୋ ସାଙ୍ଗକୁ ପୁଣି ଶଇତାନ? କୁମ୍ଭୀର ମଉସା, ତୁମେ ରାଗି ଯାଉଛ କାହିଁକି? ବାଘ ତୁମକୁ ଶିକାରର ଲୋଭ ଦେଖାଉଛି, ହେଲେ ସିଏ ତୁମକୁ ଖାଇବାକୁ ଦେବ ନାହିଁ। ଦେଖିବ, ସିଏ ମୋତେ ଖାଇବା ପୂର୍ବରୁ ତୁମକୁ କହିବ ଏ ଗୁମ୍ଫାରୁ ବାହାରି ଯା। ହଁ, ଏମିତି କଥା? ତୋ କଥା ଯଦି ସତ ହୁଏ ତାହେଲେ ମୁଁ ସେ ବାଘକୁ ମାରିଦେବି। ଆଉ ଯଦି ମିଛ ହୋଇଥାଏ ତୋ କଥା ଭଲ କି ବୁଝିଦେବି। ଠିକ୍ ଅଛି କୁମ୍ଭୀର ମଉସା, ମୋ କଥା ସତ ନା ମିଛ ତୁମେ ଠିକ୍ ଜାଣିପାରିବ। ହଁ, ତୁମେ ଯଦି ବାଘକୁ ମାରିଦେବ ତାହେଲେ ମୁଁ ତୁମର ଏକା ହିଁ ଶିକାର ହେବି। ଆଉ ତୁମେ ମୋତେ ମଜା କରି କରି ଖାଇବ। ହରିଣର ଏମିତି ଚାଲାକି କଥା କୁମ୍ଭୀର ଟିକେ ବି ହେଲେ ବୁଝିପାରିଲା ନାହିଁ। ଓଲଟା ସେ ବାଘ ପ୍ରତି ରାଗିଗଲା। କିଛି ସମୟ ପରେ ବାଘ ଆସି କୁମ୍ଭୀରକୁ କହିଲା, ସାଙ୍ଗ, ତୁମେ ମୋ ଗୁମ୍ଫାରୁ ବାହାରି ଯାଅ। କୁମ୍ଭୀର ମନେ ମନେ ଭାବିଲା, ଆରେ, ହରିଣ ତ ଠିକ୍ କଥା କହୁଥିଲା। କ'ଣ ପାଇଁ? ତୋର ଏତେ ବଡ଼ ସାହସ? ଆଜି ତୋର ଦିନକୁ ମୋର ଦିନେ।
ତୁ ମୋ ସହିତ ଲଢ଼େଇ କରିବାକୁ ଚାହୁଁଛୁ? ଏହା କହି ବାଘ ଓ କୁମ୍ଭୀର ମଧ୍ୟରେ ମରାମରି ଆରମ୍ଭ ହୋଇଗଲା। ଦୁଇ ଜଣଙ୍କ ଶକ୍ତି ସମାନ ହୋଇଥିବାରୁ ଦୁଇ ଜଣ ଯାକ ଆହତ ହୋଇଗଲେ। ଆଉ କିଛି ସମୟ ପରେ ଦୁଇ ଜଣ ଯାକ ମରିଗଲେ। ଚାଲାକ ହରିଣ ବୁଦା ପାଖରେ ଥାଇ ଲୁଚି ସବୁ ଦେଖୁଥିଲା। ତାଙ୍କୁ ଏମିତି ମରିବାର ଦେଖି ହରିଣଟି ବହୁତ ଖୁସି ହେଲା।